গোটে মধুর সম্পর্ক ভিতরে কেবে বি কেহি কাহাকু দোষ দেবে ନାହିଁ কিংবা কেহি কাহাকু আক্ষেপ করিবে ନାହିଁ কিংবা কেহি কাহাকু কেবে বি ইমপ্রেস କରିବାକୁ চেষ্টা করিবে ନାହିଁ। କାହିଁକି ନା ସମ୍ପର୍କ ଭିତରେ ଏ ତିନିଟା ଜିନିଷ କେବେ ବି ରହିବା କଥା ନୁହେଁ। ଆକ୍ଷେପ ହଉ, ଦୋଷ ଲଦାଲଦି ହଉ କିମ୍ବା ଇମ୍ପ୍ରେସ କରିବାରେ ହଉ, ତ ସେ ସମ୍ପର୍କଟା ବେଶୀ ଦିନ ତିଷ୍ଠିବନି। ଯେକୌଣସି ସମ୍ପର୍କ ହଉ, ସେ ପ୍ରେମ ସମ୍ପର୍କ ହଉ କିମ୍ବା ବନ୍ଧୁ ସମ୍ପର୍କ ହଉ, କୌଣସି ବି ସମ୍ପର୍କରେ ଯେତେ ଆପଣଙ୍କର ଡେଡିକେସନ ରହିବ, ଯେତେ ଆପଣଙ୍କର ଭଲ ପାଇବା ରହିବ, ଯେତେ ଆପଣଙ୍କର ନିଷ୍ଠା ରହିବ ଏବଂ ବନ୍ଧୁ ପ୍ରତି ବା ପ୍ରେମ ପ୍ରତି ସେ ସମ୍ପର୍କକୁ ନିଭେଇବା ପାଇଁ ଗୋଟେ ଗୁରୁତ୍ୱ ରହିବ, ସେତେବେଳେ ଯେ ସମ୍ପର୍କ ସୁଦୃଢ଼ ହେବ। ନହେଲେ ଦୋଷ ଦେଇ କେହି କାହାକୁ ଏଠି ଭଲ କରିପାରି ନାହିଁ କିମ୍ବା ଆକ୍ଷେପ କରି କେହି କାହାକୁ ସୁଧାରି ପାରି ନାହିଁ କିମ୍ବା କୌଣସି ପ୍ରକାରର ଇମ୍ପ୍ରେସ କରି ମଧ୍ୟ ଏ ଗିଫ୍ଟ ଦବା, ଏ ଜିନିଷ ଦବା, ସେ ଜିନିଷ ଦବା ଦେଇକି କେହି କାହାର ସମ୍ପର୍କକୁ ମଜବୁତ କରିପାରି ନାହିଁ। ଦୋଷ ଦିଅନ୍ତୁନି, ଦୋଷ ସୁଧାରି ଦିଅନ୍ତୁ, ଆକ୍ଷେପ କରନ୍ତୁନି, ନିଜର କରି ନିଅନ୍ତୁ, ଇମ୍ପ୍ରେସ କରନ୍ତୁନି, ହୃଦୟରେ ସ୍ଥାନ ଦିଅନ୍ତୁ। ଏଇ ତ ଜୀବନର କଥା।